ଥରେ ଫେରୁଥାଏ ଗୋଟେ ରାସ୍ତାରେ ବୁଢ଼ୀ ଲୋକଟିଏ ବସିଥିଲା ଶାଗ ମୁଠାଏ ଧରିକି। ଧନୀ ଲୋକ ଜଣେ କାରରୁ ଓହ୍ଲେଇଲେ। 10 ଟଙ୍କାରେ କେତେଟା ବିଡ଼ା? ସେ ବୁଢ଼ୀ ଜଣକ କହିଲେ ଏତିକି ବୋଲି। ସେ କହିଲେ ଆଉ ଦୁଇଟା ଅଧିକା ଦଉନ। ମୋ ଉପରେ ଧୀରେ କହିଲେନି, ରିଉଡଲି କହିଲେ। ସେଇ ଭିତରେ ବହୁତ କଥା କଟାକଟି ହେଲା। ସେ ବୁଢ଼ୀ ଲୋକ ଗୋଟିଏ ଅଧିକା ଦେଲା। ତାର ତ ଟୋଟାଲି ଥିବ ବୋଧେ 40-50 ଟଙ୍କାର ଶାଗ ଟୋଟାଲି। ଇଏ ବାବୁ କାରରୁ ଓହ୍ଲେଇଲେ। ମୁଁ ଦେଖୁଥାଏ ସେପଟେ, ଆଶ୍ଚର୍ଯ୍ୟ ଲାଗିଲା ମୋତେ। କେତେ ପଇସା ଭଗବାନ ଦେଇଥିଲେ ଆଉ ମଣିଷ ସନ୍ତୁଷ୍ଟ ହେଇଥାନ୍ତା। କଷ୍ଟଲି କାର୍। ଆଉ ଦୁଇଟି ଅଧିକ ନେଇକି ଗଲେ, ପୁଣି ପାଟି କରିକି ଗଲେ, ଆଉ ସେ ଟଙ୍କାଟାକୁ ଫୋପାଡ଼ି ଦେଇ ଗଲେ। ଏଇଟା ଆମର ଶିକ୍ଷା। ଆମେ ଶିକ୍ଷିତ, ଆମେ ଏଜୁକେଟେଡ୍ ସତରେ। ସେ କେତିକି ଟଙ୍କାର ରଖିଛି, ଆମକୁ କ'ଣ ଭଗବାନ ଦେଇନାହାନ୍ତି, ତାପରେ ବି ଆମ ମନୋଭାବ ଏମିତି, ତାହେଲେ ଭୁଲ କାହାର? କାହା ନାଁ ତ ମୁଁ କହୁନି, ଭୁଲ କାହାର? ଯଦି ଆମେ ଏମିତି, ଆଶ୍ଚର୍ଯ୍ୟ ଲାଗୁନି କି ଆମେ ଶିକ୍ଷିତ ହେଇନେ, ପର୍ଯ୍ୟନ୍ତ ଆମେ ସଫଳ ହେଇନେ।